ଆଜି ଓଡ଼ିଶା ସିରିଏଲ୍ ଧାରାବାହିକରେ ଦେଖୁଥିବା ସୁନୟରା ସିରିଏଲ୍ ଆପଣ ଦେଖିବାକୁ ଭୁଲନ୍ତୁ ନାହିଁ ଦର୍ଶକ ବନ୍ଧୁଗଣ। ଆଜି ଜଙ୍ଗଲରେ ରହୁଥିବା ଆଦିବାସୀମାନେ ବୁଲବୁଲ ଦେବୀକୁ ଗୋଟିଏ ବସ୍ତାରେ ଭରି କରି ନେଇଯିବେ। ବୁଲବୁଲ ଦେବୀକୁ ନିଆଁ ଲଗାଇବାକୁ ଚେଷ୍ଟା କରୁଥିବେ। ବିବେକ କହିବ ସେପଟେ ସୁନୟନାକୁ, ମୋର ମମିଙ୍କର କିଛି ହୋଇଯାଏ ନା ତାହେଲେ ମୁଁ ତୁମକୁ ଛାଡ଼ିବି ନାହିଁ ସୁନୟନା। ସୁନୟନା କହିବେ, ମମି ଟିକିଏ ଦେଖିକରି ଚାଲନ୍ତୁ, ଏଇ ରାସ୍ତାରେ ବହୁତ ସାରା କଣ୍ଟା ଅଛି। ତାହାପରେ ବୁଲବୁଲ ଦେବୀ କହିବେ, ତୁ ଯଦି ସେହି ବାବାକୁ ଡାକି ଆଣି ନଥାନ୍ତୁ ଆଜି ମୁଁ ଘରରେ ଥାନ୍ତି, ଏହି ଜଙ୍ଗଲକୁ ଆସିନଥାନ୍ତି, ଘରରେ ରେଷ୍ଟ କରିଥାନ୍ତି। ଆପଣଙ୍କ ଉପରେ ଜୀବନଙ୍କ ଉପରେ ବାରମ୍ବାର ବିପଦ ଆସୁଥିଲା, ସେଇଥିପାଇଁ ମମି ମୁଁ ସେହି ବାବାକୁ ଡାକି ଆଣିଲି, ନହେଲେ ମୁଁ କାହିଁକି ଡାକି ଆଣିଥିଲି। ତାହାପରେ ବୁଲବୁଲ ଦେବୀ କହିବେ, ସୁନୟନା ଆମେ ବହୁତ ଦୂର ଚାଲି ଆସିଲୁ, ତୋର ମ୍ୟାପ୍ ଟିକେ ଦେଖ। ମମି ଆମକୁ ଆହୁରି ଅଧା ଘଣ୍ଟା ଚାଲିବାକୁ ହେବ। ତାହାପରେ ବୁଲବୁଲ ଦେବୀ ମନେ ମନେ ଭାବିବେ, ସୁନୟନାକୁ ମୁଁ ଆଜି ଏହି 30 ମିନିଟରେ ସୁନୟନାକୁ ମାରିବାକୁ ଚେଷ୍ଟା କରିବି। ତାପରେ ଗୋଟିଏ ଆଦିବାସୀ ଝିଅ ଆସିକରି କହିବ ବୁଲବୁଲ ଦେବୀକୁ, ବାଘ ପରି ଗର୍ଜନ କରିବେ, ଡରାଇବାକୁ ଚେଷ୍ଟା କରିବେ। ବୁଲବୁଲ ଦେବୀ କହିବ, ମୁଁ ଆଜି ସୁନୟନାକୁ ମାରିବାକୁ ଚେଷ୍ଟା କରୁଥିଲି, ମୋତେ ଯେ ଏଇଠି ବାଘ ଭାଲୁ ଖାଇଦେବ ନାହିଁ ତ। ଏତେବେଳ ହେଲା ସୁନୟନା ଆସିଲା ନାହିଁ କାହିଁକି? ସେପଟେ ରାସ୍ତା ଦେଖିବାକୁ ଯାଇଥିଲା ବରଗଛକୁ, ମୋତେ ଏଠି ଏକୁଟିଆ ଛାଡ଼ି ଦେଇକରି କୁଆଡ଼େ ଚାଲିଗଲା। ଆଦିବାସୀ ଝିଅ ଗୋଟିଏ ଛୁରୀ ବାହାର କରିବ, ଏହା ଦେଖିକରି ବୁଲବୁଲ ଦେବୀ ଡରିଯିବେ। ବୁଲବୁଲ ଦେବୀ ଗୋଟିଏ ପଥର ମାରିଦେବେ ସେଇ ଝିଅକୁ, ତାପରେ ମୁଣ୍ଡରେ ବାଜିଗଲା ପରେ ସେଇଠି ବେହୋସ ହୋଇଯିବେ ସେଇ ଝିଅ। ସୁନୟନା ଆସିକରି କହିବେ, ମମି ତୁମେ ଏଇ କ'ଣ କଲ? ସେଇ ଝିଅକୁ ତୁମେ ମୁଣ୍ଡରେ ମାରିଦେବ। ତାପରେ ସୁନୟନା ସେଇ ଝିଅକୁ ମୁହଁରେ ପାଣି ମାରି ଉଠାଇଦେବ। ଆଦିବାସୀ ଝିଅ ଉଠିକରି ସେଇ ଝିଅ ଦୌଡ଼ି କରି ଚାଲିଯିବ। ସୁନୟନା ସେ ଝିଅକୁ ଡାକିବାକୁ ଚେଷ୍ଟା କରିବେ, ସେ ଝିଅ ଶୁଣିବ ନାହିଁ। ତାହାପରେ ବୁଲବୁଲ ଦେବୀ କହିବେ ସୁନୟନାକୁ, ସେଇ ଝିଅ କଥା ଛାଡ଼, ତୁ ବରଗଛକୁ ପାଇଲୁ କି ନାହିଁ? ତୋରି କଥା ଛାଡ଼। ନାହିଁ ମମି, ମୁଁ ବରଗଛ ପାଇଲି ନାହିଁ। ମମି ଆଗକୁ ପାଦଚିହ୍ନ ଅଛି ପଡ଼ିଛି, ସେଇଠି ଲୋକମାନେ ଯାଆ ଆସ କରୁଛନ୍ତି, ମୁଁ ଗୋଟିଏ ଭଜନ ଲଗାଇ ଦେଉଛି ମମି, ରାସ୍ତାଟା ଜଣାପଡ଼ିବ ନାହିଁ। ବୁଲବୁଲ ଦେବୀ କହିବେ, ତୁ ଯଦି ଭଜନ ଶୁଣିବୁ ଆଚ୍ଛା ଶୁଣ, ସେଇ ଇୟରଫୋନ୍ ଦେଇକରି ଶୁଣ। ବୁଲବୁଲ ଦେବୀ କହିବେ, ହେ ଭଗବାନ, ଏତେ ବଡ଼ ଗାତ, ଏହି ଗାତରେ ଯଦି ମୁଁ ପଡ଼ିଯାଇଥାନ୍ତି ତାହେଲେ କ'ଣ ହୋଇଥାନ୍ତା? ହେ ଭଗବାନ, ମୁଁ ବଞ୍ଚିଗଲି। ଜଣାପଡ଼ୁଛି ଜଙ୍ଗଲର ଶିକାରୀମାନେ ବନ୍ୟଜନ୍ତୁ ଧରିବା ପାଇଁ ଏହି ଗାତ ଖୋଳିଛନ୍ତି। ଠିକ୍ ସୁନୟନା ଏଇଭଳି ଗାତରେ ଯଦି ଫସିଯାଏ, ସୁନୟନା ଭୋକ ଉପବାସରେ ମରିଯିବ, ନହେଲେ ବନ୍ୟଜନ୍ତୁ ଶିକାର କରି ନେବ। ଆଗକୁ ଏମିତି ଗାତ ଅଛି ବୋଲି କେମିତି ଜାଣିବି? ଏବେ ସୁନୟନା ତ ଆଗକୁ ଚାଲିଗଲାଣି। ଗାତ ପାଖରେ ଗୋଟିଏ ଲାଲ ରଙ୍ଗର ପତାକା ରହିଛି, ଏହା ହେଉଛି ଗାତର ଚିହ୍ନ। ତାହେଲେ ଜାଣିଗଲି ମୁଁ ଆଗକୁ ମୋତେ ସେହିଭଳି ଲାଲ ରଙ୍ଗର ପତାକା ଦେଖିବାକୁ ପଡ଼ିବ। ଶିକାରୀମାନେ ଏହି ରଙ୍ଗର ପତାକା ଅନେକ ଗାତ ପାଖରେ ଚିହ୍ନା ଯାଇଛନ୍ତି, ମୋତେ ସେହି ଗାତ ଦେଖିବାକୁ ହେବ। ଥ୍ୟାଙ୍କ ୟୁ ଭଗବାନ, ଆଜି ମୋର ଜୀବନର ସ୍ୱପ୍ନ ପୂରଣ ହେବାକୁ ଯାଉଛି। ଆଜିଠାରୁ ମୋରି ବିବେକଠାରୁ ସୁନୟନା ଦୂରେଇ ଯିବ। ତାହାପରେ ବୁଲବୁଲ ଦେବୀ ସୁନୟନାକୁ ସେହି ଗାତରେ ପଛରୁ ଠେଲିବାକୁ ଚେଷ୍ଟା କରୁଥିବ, ହେଲେ ବୁଲବୁଲ ଦେବୀ ସେହି ଗାତରେ ପଡ଼ିଯିବେ। ବୁଲବୁଲ ଦେବୀ ସୁନୟନାକୁ ଡାକିବାକୁ ଚେଷ୍ଟା କରିବେ, ହେଲେ ସୁନୟନା ଶୁଣିବେ ନାହିଁ, କାହିଁକି? ସୁନୟନା କାନରେ ଇୟରଫୋନ୍ ଲଗାଇ ଦେଇଥିବେ। ସୁନୟନା ଘରକୁ ଚାଲିଯିବ। ବିବେକ ପଚାରିବେ, ମମି କୁଆଡ଼େ ଗଲେ? ସୁନୟନା କହିବେ, ମମି ହଜି ଯାଇଛନ୍ତି। ଆଜିର ଭିଡ଼ିଓଟି କେମିତି ଲାଗିଲା ଆମକୁ ଲାଇକ୍, ସେୟାର, କମେଣ୍ଟ କରି ନିହାତି ଜଣାଇବେ। ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆମକୁ କମେଣ୍ଟ କରି ନିହାତି ଜଣାଇବେ।